समस्त गुरुजन को नमस्कार करछे এবং ছোট ছোট পিলাମାନଙ୍କୁ ষষ্ঠ শুভেচ্ছা জଣାଉଛି। শশীকলা মাଙ୍କ ଉପରେ କ'ଣ କହିବି, ଆମେ ତ ମାଆଙ୍କ ସମ୍ପର୍କ ପ୍ରଦାନ ମା ବୋଲି ସମ୍ବୋଧନ କରେ, ସେ ମୋତେ ପୁଅ ବୋଲି ସମ୍ବୋଧନ କରନ୍ତି। ଆଉ ମୋ ଲେଖାର ଜଣେ ନିୟମିତ ପାଠକ। ମୁଁ ଯେକୌଣସି କବିତା ଯେଉଁ ଖବରକାଗଜ ବାହାରକୁ ମାଗାଜିନ୍ ବାହାରକୁ ପଠାଏ ମାଆଙ୍କ ପାଖକୁ ମା ପଢ଼ନ୍ତି, ସାଙ୍ଗେ ସାଙ୍ଗେ ମତାମତ ଦିଅନ୍ତି। କେବଳ ସିଏ ନୁହନ୍ତି, ତାଙ୍କର ଝିଅ ମଧ୍ୟ ମୋ ଲେଖାର ଜଣେ ନିୟମିତ ପାଠକ, ସେ ମଧ୍ୟ ମୋ ଲେଖାକୁ ବହୁତ ଭଲ ପାଆନ୍ତି। ତେଣୁ ମାଆଙ୍କ ଉପରେ ଏତିକି କଥା କହିବି, ସେ ବିଦ୍ୟାଳୟ ପାଇଁ ତାଙ୍କର ବହୁତ ଅବଦାନ ରହିଛି। କାରଣ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା। ଏ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ସେମାନେ ଜଣେ ଜଣେ କାରିଗର। ତାଙ୍କ ପାଇଁ ଆମ ପିଲାମାନେ ବା ଛାତ୍ରଛାତ୍ରୀମାନେ ପାଠ ପଢ଼ି ଆମ ଦେଶ ପାଇଁ ଆମ ଅଞ୍ଚଳ ପାଇଁ ଗୌରବ କରନ୍ତି। ଏବଂ କେବଳ ଶିକ୍ଷାଦାନ ନୁହନ୍ତି, ସେ ବିଦ୍ୟାଳୟରେ କୁସଂସ୍କାର, ଧର୍ମ ଅଧର୍ମ, ନ୍ୟାୟ ଅନ୍ୟାୟ ଉପରେ ମଧ୍ୟ ବହୁତ କଥା ପିଲାମାନଙ୍କୁ ଶିଖାଇଥାନ୍ତି। ଏହି ବିଦ୍ୟାଳୟରେ ମଧ୍ୟ ତାଙ୍କର ବହୁତ ଅବଦାନ ରହିଛି। ଆପଣମାନେ ଦେଖୁଥିବେ ବିଶ୍ୱରଞ୍ଜନ ସାର୍ ଯେଉଁ କହୁଥିଲେ ଯେଉଁଭଳି ପରିସ୍ଥିତି ପୂର୍ବରୁ ଥିଲା, ସେ ପରିସ୍ଥିତି ବହୁତ ଚେଞ୍ଜ ହେଇଯାଇଛି। ମୁଁ 2 ବର୍ଷ 4 ବର୍ଷ ପାଖାପାଖି ହେବ 4 ବର୍ଷ ତଳେ ଏହି ବିଦ୍ୟାଳୟରେ କିଛି ଗଛ ଲଗାଇ ଯାଇଥିଲି। ଏ ବିଦ୍ୟାଳୟରେ ଅନେକ ବିଦ୍ୟାଳୟରୁ ଲଗାଇଥିଲି, କିନ୍ତୁ ପ୍ରାୟ ବିଦ୍ୟାଳୟରେ ଗଛ ଗୋଟେ କୋଉଠି 2ଟା ବଞ୍ଚିଛି, କୋଉଠି ତ ବଞ୍ଚି ନାହିଁ, କିନ୍ତୁ ଏ ବିଦ୍ୟାଳୟରେ ସବୁ ଗଛ ବଞ୍ଚିଛି। ମୋତେ ଭାରି ଖୁସି ଲାଗୁଛି। ଯାହା ହଉ ସେ ଯତ୍ନ ନେଇକି ବିଦ୍ୟାଳୟକୁ ବହୁତ ବିଦ୍ୟାଳୟଙ୍କ ଯତ୍ନବାନ, ବିଦ୍ୟାଳୟରେ ଯେଉଁ ଗଛ ଲାଗିଛି ହେଉଥିବା ପରିବେଶ ପ୍ରତି ସେ ସବୁବେଳେ ଧ୍ୟାନ ଦିଅନ୍ତି। ସେହିପରି ଦୀର୍ଘ ବର୍ଷ ଧରି ଏ ବିଦ୍ୟାଳୟ କାର୍ଯ୍ୟ କରି ବିଦ୍ୟାଳୟକୁ ସରକାରୀ ନିୟମ ଅନୁସାରେ ପରିଚାଳନା କରି ସେ ସଭିଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି। ତାଙ୍କର ବିଦ୍ୟାଳୟ ପ୍ରତି ବହୁତ ଅବଦାନ ରହିଛି। ତେଣୁ ମୁଁ ଆଜିର ଏ ଦିବସରେ ଏତିକି କହିବି, ତାଙ୍କ ଅବସରମୟ ଜୀବନ ସୁଖମୟ ହେଉ, ସେ ସବୁବେଳେ ସୁସ୍ଥ ରହିଥାନ୍ତୁ। କାରଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ଚାକିରିରୁ ଅବସର ଦେଲେ ବି ସେ ବ୍ୟକ୍ତିଗତ ଜୀବନରୁ ଅବସର ନିଅନ୍ତି ନାହିଁ। କାରଣ ସେ ଘରେ ଥିଲେ ବି ତାଙ୍କ ନାତି ନାତୁଣୀ ହୁଅନ୍ତୁ କିମ୍ବା ସ୍କୁଲ ଗାଁର କୌଣସି ପିଲା ହୁଅନ୍ତୁ, ସେମାନେ ଯାଇ ତାଙ୍କ ଶିକ୍ଷା ଗ୍ରହଣ କରନ୍ତି। ମା ମଧ୍ୟ ନିଶ୍ଚିତ ପିଲାମାନଙ୍କୁ କେବେ ଭୁଲି ପାରିବେନି। ଚାକିରିରୁ ଅବସର ନେଇଥିଲେ ମଧ୍ୟ ସେ ବିଦ୍ୟାଳୟକୁ ନିଶ୍ଚିତ ଆସିବେ, କାରଣ ସେ ପିଲାମାନଙ୍କ ମୁହଁ ତାଙ୍କ ହାତ ଆଗରେ ନାଚି ଉଠିବ। ଆଜିର ଆଉ ବେଶୀ କିଛି ମୁଁ କହିବିନି, କହିବାକୁ ନାଚି କିନ୍ତୁ ବସିବା ପାଇଁ ପାଣି ଗଡ଼ୁଛି, ପାଗ ଆମକୁ ଟିକେ ସୁବିଧା କରୁନି। ତେଣୁ ଏତିକି କହିକି ମୋର ବକ୍ତବ୍ୟ ଶେଷ କରୁଛି। ସରି, ଆଉ ଗୋଟେ କବିତାଟିଏ ମଧ୍ୟ ପିଲାମାନଙ୍କ ଉଦ୍ଦେଶ୍ୟରେ ଲିଖିଛି। ପିଲାମାନଙ୍କ କବିତା ମାଧ୍ୟମରେ କିଛି ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ଏ କବିତାଟି ସମ୍ବାଦ, ସମାଜ ପ୍ରଗତିବାଦୀ ଏବଂ ଧରିତ୍ରୀ ଖବରକାଗଜରେ ମଧ୍ୟ ପ୍ରକାଶ ପାଇଛି। କବିତାର ଶୀର୍ଷକ କଥାଟିଏ ମୋର ଶୁଣିବ। ଗୁରୁଜୀ କହିଲେ, ଆରେ ପିଲାମାନେ କଥାଟିଏ ମୋର ଶୁଣିବ, ଭୁଲିଯିବ ନାହିଁ ମନେ ରଖିଥିବ, ଅଦର କାରିନ ମଣିବ। ବିଦ୍ୟାଳୟ ଯେବେ ଆସୁଛ ସଭିଏ, ଆସିବ ଗୋଟିଏ ଧାଡ଼ିରେ, ଠେଲା ପେଲା ନାହିଁ ଶାନ୍ତିରେ ବସିବ, ଶୃଙ୍ଖଳାରେ ଯିବ ପଢ଼ିରେ। କଳିକି ଝଗଡ଼ା ଲାଗିବନି କେବେ, ସାମାନ୍ୟ କଥାକୁ ନେଇକି, ବୁଝାମଣା ଭାବ ରଖିବ ସର୍ବଦା, ମିଠା ମିଠା କଥା କହିକି। ପରିଷ୍କାର ରଖି ପୋଷାକ ତୁମର, ବିଦ୍ୟାଳୟ ନୀତି ଆସିବ, ଛୁଟି ନଖ ବଡ଼ ରଖିବନି ଜମା, ନାନା ରୋଗ ବ୍ୟାଧି ଗ୍ରାସିବ। ନିର୍ମଳ ଚିତ୍ତରେ ପଢ଼ିବ ସ୍ଥିରରେ, ଉଚ୍ଚ ସ୍ୱରେ କଥା ହେବନି, ଜାତି ଧର୍ମ ରଙ୍ଗ ଭେଦଭାବ ରଖି କାହା ମନେ ଦୁଃଖ ଦେବନି। ହିଂସା ଆଚରଣ ବିନାଶ କାରଣ, ଦୂରେଇ ରହିବ କାହାଠୁ, ପରିଶ୍ରମ କରି ବଞ୍ଚିବ ସମାଜେ, ଋଣ କରିବନି କାହାକୁ। ଅମଙ୍ଗଳ କଲେ ଚାହିଁବନି କାର, ସଭିଙ୍କୁ ମଣିବ ନିଜର, ବିପଦରେ ଯଦି ସାହାଯ୍ୟ କେଲରେ ତୁରନ୍ତ ହୋଇବ ହାଜର। ବିବେକାନନ୍ଦଙ୍କ ଆଦର୍ଶରେ ବଢ଼ି ନାରୀଙ୍କୁ ସମ୍ମାନ କରିବ, ମା ପରି ସାହା ହୋଇବ ତୁମକୁ, ଦୁଃଖ କଷ୍ଟ ଯେତେ ହରିବ। ମହତ କାର୍ଯ୍ୟରେ ନିୟୋଜିତ ହେବ, ମିଥ୍ୟାକୁ ଦେବନି ପ୍ରଶ୍ରୟ, ନିଶ ନିରାଶ୍ରୟ ବ୍ୟକ୍ତିକୁ ଦେଖିଲେ ନିଜ ଗୃହେ ଦେବ ଆଶ୍ରୟ। ଗୁରୁଜନଙ୍କର ମାନିବ ଆଦେଶ, ସତ କଥା ସଦା କହିବ, ଆଶୀର୍ବାଦ ତାଙ୍କ ରହିଲେ ସାଥିରେ, ଦୀର୍ଘଜୀବୀ ତୁମେ ହୋଇବ। ମାର ଜଳ ଯୋଉଠି ମାନେ